ଏଇଟା ତ ଆଗରୁ ଏକାଧିକ ବାର ମୁଁ ଗଣମାଧ୍ୟମକୁ କହିସାରିଛି ଯେ ସମସ୍ତ ଆଇନ ସମୟ ଉପଯୋଗୀ ହେବା କଥା। ଓଡ଼ିଶାରେ ଯେତିକି ରାଜସ୍ୱ ଆଇନ ଅଛି ସେ ସବୁ ରାଜସ୍ୱ ଆଇନ 1980 ମସିହା ପୂର୍ବବର୍ତ୍ତୀ ଆଇନ ସବୁ। ଏ ଭିତରେ ମୋଟାମୋଟି 45 ବର୍ଷ ବିତିଗଲାଣି। ତେଣୁ ଯେଉଁଟା ସେ ସମୟରେ ପ୍ରାସଙ୍ଗିକ ଥିଲା ସେ ଆଇନ ବର୍ତ୍ତମାନ ବି ପ୍ରାସଙ୍ଗିକ ହେବ ଏହାର କୌଣସି ଅର୍ଥ ନାହିଁ। ତେଣୁ ସମସ୍ତ ରାଜସ୍ୱ ଆଇନକୁ ପୁଣି ଥରେ ଅଧ୍ୟୟନ କରି ଆବଶ୍ୟକ ତଳେ ପରିବର୍ତ୍ତନ କରି ସଂଶୋଧନ କରି ଏବଂ ଅବାନ୍ତର ଆଇନଟାର ପୂର୍ଣ୍ଣଚ୍ଛେଦ ପକାଇକରି କେମିତି ଆମେ ରାଜସ୍ୱ ଆଇନକୁ ସମୟ ଉପଯୋଗୀ କରାଇପାରିବା। ସେଥିପାଇଁ ଦୁଇଟା ଆଇନ ଓଡ଼ିଶା ପ୍ରିଭେନ୍ସନ୍ ଅଫ୍ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ ଆକ୍ଟ ଏବଂ ଆଉ ଗୋଟେ ଆଇନ ହେଲା ଓଡ଼ିଶା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ। ଇଏ ଦୁଇଟା ଆଇନକୁ ନେଇକରି ଆମେ ଚିନ୍ତା କରୁଛୁ ଯେ ଓଡ଼ିଶାରେ ରାଜସ୍ୱ ଜମିକୁ କେମିତି ତାର ମ୍ୟାନେଜମେଣ୍ଟଟା ଆହୁରି ନିଖୁଣ କରାଇପାରିବ। ତେଣୁ ଗୋଟେ ନୂଆ ଆଇନ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟର ଡ୍ରାଫ୍ଟ ପ୍ରପୋଜାଲ ପ୍ରସ୍ତୁତ ହୋଇଥିଲା। ସେ ଡ୍ରାଫ୍ଟ ପ୍ରପୋଜାଲରେ ପ୍ରକୃତରେ ରାଜସ୍ୱ ବିଶେଷଜ୍ଞମାନଙ୍କ ସାଙ୍ଗରେ ବି କଥାବାର୍ତ୍ତା ଚାଲିଛି। ରାଜସ୍ୱ ଅଧିକାରୀମାନଙ୍କ ସାଙ୍ଗରେ ବି ପରାମର୍ଶ ନିଆହେଇଥିଲା। ଜିଲ୍ଲାପାଳ ସମ୍ମିଳନୀରେ ମଧ୍ୟ ଜିଲ୍ଲାପାଳମାନଙ୍କୁ ମଧ୍ୟ ଏ ବାବଦରେ ତାଙ୍କର ଗ୍ରାଉଣ୍ଡରେ ଯେଉଁ ଅନୁଭବ ସେଥିରେ ଯେଉଁ ସଂଶୋଧନର ଆବଶ୍ୟକତା ସେମାନେ ଅନୁଭବ କରୁଛନ୍ତି ତାଙ୍କର ମଧ୍ୟ ପରାମର୍ଶ ଆମେ ଲୋଡ଼ିଥିଲୁ। ଆଜି ରାଜସ୍ୱ ବିଭାଗର ଅଧିକାରୀମାନେ ରାଜସ୍ୱ କମିଶନର ACS ରେଭିନ୍ୟୁ ଏବଂ ଡେଭଲପମେଣ୍ଟ କମିଶନର ଲ ସେକ୍ରେଟାରୀ ଏବଂ କିଛି ରାଜସ୍ୱ ଆଇନରେ ଅଭ୍ୟସ୍ତ ଥିବା ଓକିଲ ତାଙ୍କ ସାଙ୍ଗରେ ଆଜି କଥାବାର୍ତ୍ତା ହେଇଛି ଏବଂ ତାର ବ୍ୟାପକ ଚର୍ଚ୍ଚା ଆଲୋଚନା ହେଇଛି। ଏବେ ସେ ଡ୍ରାଫ୍ଟ ପ୍ରପୋଜାଲଟାକୁ ଆମେ ପୂର୍ଣ୍ଣାଙ୍ଗ ସେପ୍ ଦେବୁ ଏବଂ ରାଜସ୍ୱ ବିଭାଗରୁ ସେ ପ୍ରସ୍ତାବଟା ମୋ ପାଖକୁ ଇନ୍ ପ୍ରିନ୍ସିପଲ୍ ଏପ୍ରୁଭାଲ୍ ପାଇଁ ଆସିବ। ଇନ୍ ପ୍ରିନ୍ସିପଲ୍ ଏପ୍ରୁଭାଲ୍ ଏଠୁ ନେଲା ପରେ ତାକୁ ଆମେ ଆହୁରି ଗୋଟିଏ ମାସ ଓପନ୍ ପବ୍ଲିକେସନ୍ କରିବୁ ୱେବସାଇଟ୍ରେ, ଯାହାକୁ ଦେଖିଲା ପରେ ଯେଉଁମାନେ ଷ୍ଟେକ୍ ହୋଲ୍ଡର ଅଛନ୍ତି କିମ୍ବା ଯେଉଁମାନେ ବିଶେଷଜ୍ଞ ଅଛନ୍ତି ସେମାନେ ମଧ୍ୟ ତାଙ୍କର ପରାମର୍ଶ ତାଙ୍କର ଅବଜେକ୍ସନ୍ ତାଙ୍କର ସଜେସନ୍ ଦେଇପାରିବେ। ଗଣତନ୍ତ୍ରକୁ ଏକତରଫା ନିଷ୍ପତ୍ତି ନ କରି ତାକୁ ସହଭାଗିତା କେମିତି କରାଇପାରିବୁ, ବାର୍ ଆସୋସିଏସନମାନଙ୍କ ଠାରୁ ମଧ୍ୟ ମତାମତ ମାଗିବୁ, ଜୁଡ଼ିସିଆଲ ଅଫିସରମାନଙ୍କ ଠାରୁ ମଧ୍ୟ ମତାମତ ମାଗିବୁ, ଅବସରପ୍ରାପ୍ତ ରାଜସ୍ୱ ଅଧିକାରୀମାନଙ୍କ ଠାରୁ ମଧ୍ୟ ମାଗିବୁ ଏବଂ ସେ ସମସ୍ତ ମତାମତ ଆସିଲା ପରେ ମାସେ ପରେ ତାକୁ ଆଉ ଥରେ ଶେଷ ସଂକଳନ କରି ଲ ଡିପାର୍ଟମେଣ୍ଟକୁ ଯିବ। ଲ ଡିପାର୍ଟମେଣ୍ଟରୁ ସେଇଟା ଅନୁମୋଦନ ପ୍ରାପ୍ତ କଲା ପରେ କ୍ୟାବିନେଟ୍କୁ ଯିବ ମୁଖ୍ୟମନ୍ତ୍ରୀଙ୍କର ଦପ୍ତର ମାଧ୍ୟମରେ ଏବଂ କ୍ୟାବିନେଟ୍କୁ ଆସିଲା ପରେ ପୁଣି ସେଇଟା ଆସନ୍ତା ଚେଷ୍ଟା ଚାଲିଛି ବିଧାନସଭା ଅଧିବେଶନ ସମୟରେ ତାକୁ ବିଧାନସଭାରେ ଉପସ୍ଥାପନା କରିବା ପାଇଁ। ତାପରେ ବିଧାନସଭାରେ ଆଲୋଚନା ହେଲା ପରେ ଏବଂ ସେ ବିଲ୍ଟା ପାସ୍ ହେଲା ପରେ ଓଡ଼ିଶାରେ ନୂଆ ଆଇନ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ କାର୍ଯ୍ୟକ୍ଷମ ହେବ। ତେଣୁ ଆଜି ମୋଟାମୋଟି ଫାଉଣ୍ଡେସନ୍ ହେଇଗଲା। ତାପରେ ଗୋଟିଏ ସୋପାନ ଆମେ ଆଗକୁ ଯିବୁ, ପ୍ରୟାସ କରିବୁ ଆଗାମୀ ବଜେଟ୍ ଅଧିବେଶନ ବେଳକୁ ବିଧାନସଭାରେ ଉପସ୍ଥାପନା କରି ସମସ୍ତଙ୍କର ମତାମତ ନେଇକରି ସହମତି ଆଧାରରେ ଓଡ଼ିଶାର ରାଜସ୍ୱ ଜମିକୁ ବିଭିନ୍ନ ଉନ୍ନୟନ କାମରେ ବ୍ୟକ୍ତିର ଉନ୍ନୟନ କାମରେ ଭୂମିହୀନ ଲୋକକୁ ଦେବାଠୁ ଆରମ୍ଭ କରି ବିଭିନ୍ନ ଡିପାର୍ଟମେଣ୍ଟକୁ ଜମି ଦେବା ବାବଦରେ ବିଭିନ୍ନ ଇନଭେଷ୍ଟରକୁ ଜମି ଦେବା ବାବଦରେ ଏବଂ ଜମିର ସୁବିନିଯୋଗ କରିବା ବାବଦରେ ଚୂଡ଼ାନ୍ତ ଆଇନ ବିଧାନସଭାରେ ପାସ୍ ହେବ। ସାର୍ ଆଉ ପୁରୁଣା ଆଇନ ଯେଉଁ 80 ପୂର୍ବର କଥା କହିଲେ ଯେଉଁଟା ସେଗୁଡ଼ା ଲାଗୁ ହେବନି, ଗୋଟିଏ ଲାଗୁ ହେବ ନାଇଁ। OPLE ଏବଂ OGLS ଆକ୍ଟର ଆଉ ଆବଶ୍ୟକତା ହେବ ନାହିଁ। ଓଡ଼ିଶା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ହେଇଗଲେ ବାକି ବି ଗୁଡ଼ିଏ ଆଇନ ଅଛି। ଧରନ୍ତୁ ଓଡ଼ିଶା ସର୍ଭିସ ସେଟଲମେଣ୍ଟ ଆକ୍ଟ ଗୋଟେ ଅଛି, ସେଇଟା ଗୋଟେ ଭିନ୍ନ ପୃଷ୍ଠଭୂମିରେ ଭିନ୍ନ କାମ ପାଇଁ ଆକ୍ଟ। ଏଠି ଓଡ଼ିଶାରେ ଚକବନ୍ଦୀ ଆଇନ ଅଛି, ସେଇଟା ଗୋଟେ ଆଉ ଗୋଟେ ଦିଗକୁ ଦେଖିକରି
ଏଠି ଓଡ଼ିଶା ଲ୍ୟାଣ୍ଡ ରିଫର୍ମ ଆକ୍ଟ ସେଟା ଆଉ ଗୋଟେ ଦିଗକୁ ଦେଖିକିରି ତେଣୁ ଇଏ ଥରେ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ହେଇଗଲା ପରେ ବାକି ଅନ୍ୟ ଯେଉଁ ରାଜସ୍ୱ ଆଇନ ମାନେ ଅଛି ତାକୁ ମଧ୍ୟ ସମୟ ଉପଯୋଗୀ କରିବା ପାଇଁ କ'ଣ କ'ଣ ପଦକ୍ଷେପ ନିଆଯିବ ଏକ ତ ସମୟ ଉପଯୋଗୀ ହେବ ଆଇନଟା ମଧ୍ୟ ଆଧୁନିକକରଣ ହେବ ଏବଂ ଆଇନଟା କେମିତି ସରଳ ହୋଇପାରିବ ସାଧାରଣ ଲୋକ ବୁଝିପାରିବେ ଏବଂ ସେ ଆଇନକୁ ବ୍ୟବହାର କରିକରି ସାଧାରଣ ଓଡ଼ିଶାର ଜନତା ତାର ଲାଭ ଉଠାଇପାରିବେ ସେ ବାବଦରେ ପ୍ରୟାସ এটা ଆରମ୍ଭ ହୋଇଛି ଓଡ଼ିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ର କାମ ସମାପ୍ତ ହେଲା ପରେ ବାକି ଯେଉଁ ରାଜସ୍ୱ ଆଇନ ମାନେ ଅଛି ତାକୁ ମଧ୍ୟ ଅଧ୍ୟୟନ କରିବା ସମସ୍ତଙ୍କର ପରାମର୍ଶ ନେବା କନସେନସସ୍ କରିବା ଏବଂ ସେ ଆଇନକୁ ମଧ୍ୟ ସମୟ ଉପଯୋଗୀ କରିବା ଦିଗରେ ରାଜସ୍ୱ ବିଭାଗ ପଦକ୍ଷେପ ନେବ ସେ ତ ଅଲରେଡି ଚାଲିଛି ଯେଉଁ କାମ ଆମେ ଦେଇଛୁ ସେ କାମ ରାଜସ୍ୱ ବିଭାଗର ଅଧିକାରୀମାନେ ପ୍ରତ୍ୟେକ ଦିନ କେତେ କାମ କରୁଛନ୍ତି ତାର ୟାଷ୍ଟିକ୍ ମଧ୍ୟ ଦେଇଛି ଗୋଟେ ଆର୍ଆଇ ପାଇଁ ଗୋଟିଏ ଦିନ କେତେଟା କଲମ ଟୁ କରେକ୍ସନ୍ କରିବ କେତେଟା କାଷ୍ଟ ସାର୍ଟିଫିକେଟ୍ ର ତଦନ୍ତ କରିବ ସବୁ ୟାଷ୍ଟିକ୍ ଅଛି ଟାଇମ୍ସ ଲାଇନ୍ ଅଛି ଟାଇମ୍ସ ଲାଇନ୍ ଭିତରେ ନ କଲେ ଦଣ୍ଡିତ ହେବାର ମଧ୍ୟ ପ୍ରୋଭିଜନ୍ ଅଛି ଏବଂ ପ୍ରତ୍ୟେକ ଦିନ ରାଜସ୍ୱ ଅଧିକାରୀମାନେ ଯେଉଁ କାମ କରୁଛନ୍ତି ତାର ରିପୋର୍ଟ କଲେକ୍ଟରଙ୍କ ମାଧ୍ୟମରେ ଆମେ ସଂଗ୍ରହ ମଧ୍ୟ କରୁଛୁ ସମୀକ୍ଷା ମଧ୍ୟ କରୁଛୁ ଯେଉଁ ଜାଗାରେ ଟିକେ ତ୍ରୁଟି ବିଚ୍ୟୁତି ହେଉଛି ସେଠି ତାଗିଦା ମଧ୍ୟ କରୁଛୁ ଆଉ ସେମାନଙ୍କୁ ସଂଶୋଧନ କରିବା ପାଇଁ ଆହୁରି କାର୍ଯ୍ୟକର କରିବା ପାଇଁ ପ୍ରୟାସ କରୁଛୁ ଇଏ 1.5 ବର୍ଷ ଭିତରେ କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ରାଜସ୍ୱ ବିଭାଗର ସେବା ପ୍ରଦାନ କ୍ଷେତ୍ରରେ ଏବଂ ଟ୍ରାନ୍ସପାରେନ୍ସି ଆଣିବା ପାଇଁ ଗୁଡ଼ିଏ ଦିଗରେ ରାଜସ୍ୱ ବିଭାଗ ସଫଳ ହୋଇଛି କିନ୍ତୁ ଲମ୍ବା ରାସ୍ତା ଅତିକ୍ରାନ୍ତ କରିବା ପାଇଁ ଆହୁରି ନୂଆ ନୂଆ ଯୋଜନା ମାନେ ମଧ୍ୟ ଆମେ ପ୍ରସ୍ତୁତ କରୁଛୁ ସମସ୍ତଙ୍କର ସହଯୋଗରେ ଗୋଟେ ବିଭାଗ କେମିତି ସମ୍ପୂର୍ଣ୍ଣ ଭାବରେ ସମର୍ପିତ ହୋଇପାରିବ ଲୋକଙ୍କର ସେବାରେ ସେ ଦିଗରେ ରାଜସ୍ୱ ବିଭାଗ କାମ କରୁଛି।